ଶାଶୁଘରକୁ ଫେରିବା ପରେ ଭୀଷଣ ଚିଡ଼ିଚିଡ଼ା ଲାଗୁଥିଲା ମୋତେ। ଆଉ ତା'ର କାରଣଟା ଥିଲ ତୁମେ। ତୁମ ସହ ଦେଖା ନ ହୋଇପାରିବାର ଯନ୍ତ୍ରଣାଟା ମୋତେ ବିରକ୍ତ କରୁଥିଲା। ବାପଘରେ ସିନା ବୁଲି ବସି ମା ଭାଉଜଙ୍କ ହାତରନ୍ଧା ଖାଉଥିଲି, ହେଲେ ଏଠି ଯେତେ ବିରକ୍ତ ଲାଗିଲେ ବି ନିଜକୁ ସବୁକିଛି କରିବାକୁ ପଡ଼ିବ। ନଣନ୍ଦ ବାହାରୁଥିଲେ ତାଙ୍କ ଶାଶୁଘରକୁ ଯିବା ପାଇଁ। ତାଙ୍କ ପାଇଁ ବାର ଜିନିଷ ସଜାଡ଼ୁ ସଜାଡ଼ୁ ମୋତେ ସମୟ ମିଳୁନଥିଲା ଟିକେ ନିରୋଳାରେ ବସି କାହା କଥା ଭାବିବାକୁ। ତଥାପି ସେହି ବ୍ୟସ୍ତତା ଭିତରେ ମନେ ପଡ଼ିଯାଉଥିଲ ତୁମେ। ମୁଁ ସିନା ଗାଁରୁ ପଳେଇ ଆସିଲି, ଆଗକୁ ରଜ ଆସୁଛି। ଆମ ଗାଁରେ ସବୁଥର ରଜକୁ ଗାଁର ପୁଅ ଝିଅମାନେ ମିଶି ଡ୍ରାମା କରନ୍ତି। କେତେ ମଜା ହୁଏ। ଡ୍ରାମା ସରିଲା ପରେ ଯାହା ପଇସା ବଳେ ଗୋଟେ ବଡ଼ ଭୋଜି ହୁଏ। ପୁଅ ଝିଅ ସମସ୍ତେ ମିଶି ଖୁବ୍ ମଜା କରୁ। ମୋର ମନେ ଅଛି, ମୁଁ ଥରେ ଆମ ଗାଁ ଡ୍ରାମାରେ ଲକ୍ଷେ ହୀରା ଗୀତିନାଟ୍ୟର କାନ୍ତି ଚରିତ୍ରଟି କରୁଥିଲି। ତୁମେ ମଞ୍ଚ ସାମ୍ନା ଠିକ୍ ଆଗ ଧାଡ଼ିରେ ବସିଥିଲ। ଲୁଗାକାନିକୁ ବିଞ୍ଚି ବିଞ୍ଚି ମୁଁ ଯେତେବେଳେ ଗୀତ ଗାଉଥିଲି, ତୁମେ ଆଗରେ ବସି ମୁରୁକି ମୁରୁକି ହସୁଥିଲ। ତୁମ ହସ ଦେଖି ମୋତେ ଭୀଷଣ ରାଗ ମାଡ଼ୁଥିଲା। ସେଇ ରାଗ ସୁଝେଇବା ପାଇଁ ତୁମ ନାଟକ ଆରମ୍ଭ ହେଲା ବେଳକୁ ମୁଁ ଯାଇ ଆଗରେ ବସି ତୁମକୁ ଖତେଇ ହେଲି। ତୁମେ ତୁମର ସଂଳାପ କହୁ କହୁ ଭୁଲରେ କହି ପକେଇଲ ବ୍ରାକେଟ୍ ଭିତରେ ପ୍ରସ୍ଥାନ। ସମସ୍ତେ ତାଳି ମାରି କେତେ ଯେ ହସିଲେ। ସେଇଦିନଠୁ ତୁମେ ଆଉ ଡ୍ରାମାରେ କେବେ ବି ଭାଗ ନେଲନି। କିନ୍ତୁ ଡ୍ରାମା ଚାଲିଥିବା ବେଳେ ମୋତେ ଦେଖା କରିବା ବାହାନାରେ ଆସି କେବେ କେବେ ସାନ ଭଉଣୀ ହାତକୁ ବାଦାମ ପୁଡ଼ିଆଟେ ବଢ଼େଇ ଦେଇ କୁହ ସାଙ୍ଗ ହେଇ ଖାଇବ। ଥରେ ଥରେ ଆମ ନଈବାଲିରେ ଯେଉଁ ଯାତ୍ରା ହୁଏ, ତୁମେ ସେଇଠି ବସି ଚାରିଆଡ଼କୁ ଚାହଁ। ଖୋଲା ପେଣ୍ଡେଲ ବୋଲି ଚାରିପଟେ ଲୋକ ବସି ଦେଖନ୍ତି। ମୁଁ ଯେଉଁପଟେ ବସିଥାଏ ତା'ର ଓଲଟା ପଟରେ ତୁମେ ବସି ଖାଲି ମୋ ମୁହଁକୁ ଚାହଁ। ପାଖରେ ତୁମର ସାଙ୍ଗମାନେ ତୁମ କାନରେ କ'ଣ ଫୁସ୍ଫୁସ୍ କରି କୁହନ୍ତି। ଜେଜେମା ଆଖିରେ ପଡ଼ିଗଲେ କୁହେ, ଏ ଟୋକାଗୁଡ଼ାକ ଏମିତି କାହିଁକି ହେଉଛନ୍ତି କେଜାଣି? ଯାତ୍ରା ଦେଖୁଛନ୍ତି ନା ଖାଲି ଟୋକିଗୁଡ଼ାଙ୍କୁ ଦେଖୁଛନ୍ତି? ମୁଁ ବେଶୀ ରାତି ଯାଏ ଚାହିଁପାରେନି, ଢୋଳେଇ ପଡ଼େ। ଜେଜେମା କୁହେ, ଚାଲ ଏବେ ଘରକୁ ପଳେଇବା, ଘରେ ଶୋଇବୁ। ଅଧାରୁ ଯାତ୍ରା ଦେଖା ବନ୍ଦ ହୁଏ ବୋଲି ସାନ ଭଉଣୀ ଚିଡ଼େ ମୋ ଉପରେ, କୁହେ ତୁ ଆଉ କେବେ ଯାତ୍ରା ଦେଖି ଆସିବୁନି। ଆମେ ଉଠିଲେ ତୁମେ ଆମ ପଛେ ପଛେ ଆସି କୁହ, ଜେଜେମା ଡର ମାଡ଼ିବ ସେଇ ମଶାଣି ହୁଡ଼ା ପାଖରେ, ଚାଲ ମୁଁ ତୁମକୁ ଛାଡ଼ି ଦେଇ ଆସିବି। ବାହାନା କରି ଆମ ସାଙ୍ଗରେ ଆସ। ତାଟି ଖୋଲୁ ଖୋଲୁ ଜେଜେମା କୁହେ, ତୁ ଯାରେ ଟୋକା, ଯାତ୍ରା ଦେଖିବୁ, ଆମେ ଏବେ ତ ଘରେ ପହଞ୍ଚିଗଲୁ। ସବୁ କଥା ମନେ ପଡ଼ୁଛି ଗୋଟି ଗୋଟି ହେଇ। ତୁମର ଦୁଷ୍ଟାମି ପାଇଁ ମୁଁ କେତେ ଚିଡ଼େ ତୁମ ଉପରେ, ରାଗରେ କେତେ କ'ଣ ଗାଳି ଦିଏ। ହେଲେ ଆଜି ସେଇ ସବୁ କଥା ମନେ ପଡ଼ିଗଲେ ଲାଗୁଛି ତୁମେ ରାଗ ସୁଝଉ ନାହଁ ତ ମୋ ଉପରେ। ବାହା ହେଇ ବୋହୂ ହେଲି, ପୁଣି ଦିଦିଟା ପିଲାର ମା ହେଇସାରିଲିଣି। ତଥାପି ମୋ ମନ ଭିତରୁ ତୁମକୁ ଅଲଗା କରିପାରୁନି। କାହିଁକି କେଜାଣି? ବୟସ ମୋର ଯେତେ ବଢ଼ୁଛି ମୁଁ ସେତେ ବେଶୀ ପାଗଳ ହେଉଛି ତୁମ ପାଇଁ। ବେଳେବେଳେ ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼େଇଲା ବେଳେ ଅନ୍ୟମନସ୍କ ହେଇଯାଏ। ମନେ ପଡ଼ିଯାଏ ତୁମେ ଆମକୁ ପଢ଼େଇବାର ଦୃଶ୍ୟ। ଜୋରରେ ବହି ପଢ଼ା ନ ଶୁଣିଲେ ଜେଜେମା ମଝିରେ ମଝିରେ ପାଟି କରେ, କହେ ଆଜି ସେତିକି ଥାଉ ପାଠପଢ଼ା, ଲଣ୍ଠନରୁ ତେଲ ସରି ଜୁକୁଜୁକୁ ହେଲାଣି। ତୁମର ଇଚ୍ଛା ନଥିଲେ ବି ଆମକୁ ବହି ବନ୍ଦ କରିବାକୁ କହି ତୁମେ ଘରକୁ ଚାଲିଯାଅ। ଆମେ ନ ଖାଇ ଶୋଇପଡ଼ୁ। ଜେଜେମା ପାଟି କରି କୁହେ, ଏ ଟୋକାଟା କି ପାଠ ପଢ଼ଉଛି କେଜାଣି? ଛୁଆଗୁଡ଼ାକ ସବୁଦିନ ରାତିରେ ଢୋଳେଇ ଢୋଳେଇ ନ ଖାଇ ନ ପିଇ ଶୋଉଛନ୍ତି। କାଲିଠାରୁ ପାଠପଢ଼ା ବନ୍ଦ କରିବାକୁ କହିଦେ ଅର୍ଜୁନା ଝିଅ। ବୋଉକୁ ତାଗିଦ କରି କହେ ଜେଜେମା। ବୋଉ ବିଚାରି କ'ଣ କରିବ ଯେ, ଆମକୁ ଜଣ ଜଣ କରି ନିଦରୁ ଉଠେଇ ଖୁଆଏ। ମୁଁ କିନ୍ତୁ ଉଠି ଖାଏନି ବୋଲି ବୋଉ ମୋ ମୁଣ୍ଡ ପାଖରେ ଭାତ ତରକାରୀ ରଖି ଘୋଡ଼େଇ ଦିଏ। ବୋଉ ଜାଣିଛି ମୁଁ ରାତି ଅଧରେ ଉଠି ଖାଇବି। ଏବେ ମୋ ପିଲାମାନେ ରାତି ଅଧରେ ଅଝଟ କଲେ ମୁଁ ରାଗୁଛି। ପୁଣି ବୋଉ କଥା ମନେ ପଡ଼ିଗଲେ ଭାବୁଛି ମୋ ବୋଉ ଆମ ପାଇଁ କେତେ କଷ୍ଟ କରୁଥିଲା। ଏବେ ମୁଁ ବାପା ବୋଉ ଜେଜେମା ନାନୀ ସମସ୍ତଙ୍କର ସ୍ନେହ ଶ୍ରଦ୍ଧାକୁ ଭୁଲି ଯାଇଛି, ହେଲେ ଭୁଲି ପାରୁନି ତୁମର ଭଲ ପାଇବାକୁ। ହଜାରେ ଥର ଚେଷ୍ଟା କରିଛି ନିଜକୁ ବୁଝେଇବା ପାଇଁ, ସେସବୁ ଭଲ ପାଇବା ନଥିଲା, ଥିଲା ପିଲାଦିନର ବାଲିଘର। ହେଲେ ସବୁ ଚେଷ୍ଟା ମୋର ବିଫଳ ହେଉଛି। ଆଜି ବି ଏ ମନଟା ମୋର ଏକାନ୍ତରେ ତୁମକୁ ଖୋଜୁଛି। ବୟସ ବଢ଼ି ଚାଲିବା ସହ ଭଲ ପାଇବାର ଆବେଗଟା ବି ବଢ଼ି ବଢ଼ି ଚାଲିଛି। ଦେହର ଆକର୍ଷଣ ହୁଏତ ଆଜି ନାହିଁ, ତଥାପି ତୁମ ମନ ପ୍ରତି ମୋ ମନର ଆକର୍ଷଣ ଆଦୌ କମ୍ ହେଇନି। ସବୁ ଶେଷର ଆରମ୍ଭ ଥାଏ ଆଉ ଆରମ୍ଭର ଶେଷ। ହେଲେ ମୁଁ ଭାବୁଛି ମୋ ଭଲ ପାଇବାର ଆରମ୍ଭ ନଥିଲା ଆଉ ଶେଷ ମଧ୍ୟ ନାହିଁ। ମଶାଣିରେ ମୋ ଜୁଇ ଜଳିବା ପର୍ଯ୍ୟନ୍ତ ବୋଧହୁଏ ମୋ ଭଲ ପାଇବା ମୋ ସାଙ୍ଗରେ ଥିବ। ଖାଲି ଯାହା ଅବଶୋଷ, ମୋ ଭଲ ପାଇବାର ଭାଷା ତୁମ ହୃଦୟକୁ ଛୁଇଁ ପାରିଲାନି।
ଯେଉଁଥିପାଇଁ ଏତେ ଦିନର ପ୍ରତୀକ୍ଷା ମୋର କେବଳ ପ୍ରତୀକ୍ଷାରେ ହିଁ ବିତୁଛି। ଆଜି ଇଏ ତାଙ୍କ ଚାକିରିକୁ ଚାଲିଯିବା ପରେ ମୁଁ ବହୁତ ଅନ୍ୟମନସ୍କ ହୋଇ ପଡ଼ିଥିଲି। ଇଏ ଘରେ ଥିଲେ ବୋଲି ନିଜକୁ ଟିକିଏ ହାଲକା ଭାବୁଥିଲି ମୁଁ। ତୁମ କଥା ଭାବିବା ପାଇଁ ସମୟ ନଥିଲା ମୋ ପାଖରେ। ଏବେ କିନ୍ତୁ ପୁଣି ସେଇ ଭାବନା ଭିତରେ ବୁଡ଼ି ରହିବି। ଜାଣିନି ତୁମେ ମୋ ମନକୁ କାହିଁକି ଏମିତି ଆଚ୍ଛାଦିତ କରି ରଖିଛ। ତୁମ ମନ ଭିତରେ ମୋ ପାଇଁ ଟିକେ ଜାଗା ଅଛି କି ନାହିଁ ତାହା ମୁଁ ଜାଣିପାରିଲିନି। ଅଥଚ ତୁମ ପାଇଁ ମୋ ମନ ଭିତରେ ଗଭୀର କ୍ଷତଟିଏ ରହିଛି, ଯାହା ଶୁଖିବାର ନାଁ ଧରୁନି। ଏହି ସମୟରେ ମୋ ଶ୍ୱଶୁର ଆସି ଡାକିଲେ, ମା, କିଏ ଆସିଛି ଦେଖିବୁଟି। ମୁଁ ଦାଣ୍ଡ ଦୁଆରକୁ ଆସି ଦେଖେ ତ ଆମ ଗାଁ ପଦିଆ। ତାକୁ ଦେଖି ମୋତେ ଭୀଷଣ ଡର ଲାଗିଲା। ସିଏ କାହିଁକି ଆସିଛି ଏଠିକି? ଆମ ଭଲ ପାଇବାର ଗୋଟିଏ ସାକ୍ଷୀ ଇଏ। କଥା କହୁ କହୁ ଭୁଲରେ ତା ପାଟିରେ ତୁମ କଥା ବାହାରି ପଡ଼ିବନି ତ? ଭୀଷଣ ଭୟ ଲାଗୁଥିଲା। ମନର ଭାବନାକୁ ମନ ଭିତରେ ଚାପି ରଖି ଡାକିଲି ପଦିଆକୁ, ଆ ବସ୍ ଏଇଠି। ପିଣ୍ଡାରେ ଆସନ ଦେଲି। ପାଣି ଗ୍ଲାସ୍ ଦେଇ ପଚାରିଲି, ଇଆଡ଼େ କୁଆଡ଼େ ଆସିଥିଲୁ? ସେ କହିଲା, ତା ସାନ ଭାଇ ପାଇଁ କୁଆଡ଼େ ଝିଅ ଦେଖିବାକୁ ଆସିଥିଲା ଏଇ ପାଖ ଗାଁକୁ। ମୋ କଥା ମନେ ପଡ଼ିଯିବାରୁ ଦେଖା କରିବାକୁ ଚାଲି ଆସିଲା। ତାକୁ ଖାଇବା ପାଇଁ ଅଟକେଇଲେ ଶାଶୁ। ହେଲେ ଶାଶୁ ଶ୍ୱଶୁରଙ୍କ ପାଖରେ ପଦିଆକୁ ଏକୁଟିଆ ଛାଡ଼ି ଦେଇ ଯିବାକୁ ମୋତେ ଭାରି ଡର ଲାଗୁଥିଲା। ଯାହା ହଉ ତରତର ହେଇ ରୋଷେଇ ଗଣ୍ଡେ ସାରିଦେଇ ତାକୁ ଖାଇବାକୁ ଦେଲି। ସେ ଖାଇଲା ବେଳେ ତୁମ ବିଷୟରେ ଦିପଦ ପଚାରିଦେଲି। ଆଉ ତାଠାରୁ ଯାହା ଶୁଣିଲି ମୋ ମୁଣ୍ଡ କଣ ହେଇଗଲା। ପଦିଆ ଭଲ ଭାବରେ ଜାଣିଛି ଆମ ଦିଜଣଙ୍କ କଥା। ସେଇଥିପାଇଁ ସେ କହି ପକେଇଲା, ଦେଇ ଜାଣିଛ, ଭାଇ କ'ଣ ତାଙ୍କ ଇଚ୍ଛାରେ ଯାଇ କଟକରେ ରହୁଛନ୍ତି କି? ତାଙ୍କ ସ୍ତ୍ରୀ ସବୁବେଳେ ଇଲା ବୋଉ ମାନେ ତୁମ ବୋଉ ସାଙ୍ଗରେ କଳି କଲେ ଆଉ ଜିଦ୍ ଧରି ବସିଲେ ଯେ ତାଙ୍କ ଚାକିରି ଜାଗାରେ ଯାଇ ରହିବାକୁ। ବାଧ୍ୟ ହୋଇ ମାନ ସମ୍ମାନକୁ ଡରି ଭାଇ ତାଙ୍କ ଛୁଆ ପିଲା ଧରି ଯାଇ କଟକରେ ରହୁଛନ୍ତି। ଏକଥା ଗାଁରେ କେହି ଜାଣିନାହାନ୍ତି। ମୁଁ ଥରେ କଟକ ଯାଇଥିଲି। ବସ୍ଷ୍ଟାଣ୍ଡରେ ଭାଇଙ୍କ ସହ ଦେଖା ହେଇଗଲା। ଭାଇ ମୋତେ ଘରକୁ ଡାକିଲେ। ଘରେ ପହଞ୍ଚିଲା ପରେ ନୂଆବୋଉଙ୍କର କି ରାଗ ମୋତେ ଦେଖି ମୁଁ ଜାଣିପାରି ସାଙ୍ଗେ ସାଙ୍ଗେ ଭାଇଙ୍କି କହିଲି, ଘର ତ ଦେଖିଦେଲି, ମୋର କାମ ଅଛି ଗାଁରେ, ମୁଁ ପରେ କେବେ ଆସିବି। ଭାଇ କିନ୍ତୁ ସବୁ ବୁଝି ସାରିଥିଲେ। ମୋତେ ସାଙ୍ଗରେ ଆଣି ହୋଟେଲରେ ଖୁଆଇ ପିଆଇ ବସ୍ ଭଡ଼ା ଦେଇ ବିଦା କଲେ। ଲୁହ ଛଳ ଛଳ ଆଖିରେ କହିଲେ, ଏକଥା ଗାଁରେ କାହାକୁ କହିବୁନି, ଏମିତିକି ମୋ ବୋଉକୁ ବି ନୁହେଁ। ତୁମ କଥା ବି ପଚାରୁଥିଲେ ଭାଇ। ମୁଁ ସବୁ କଥା କହିଲି। ନିଜ ଭାଗ୍ୟକୁ ଧିକ୍କାର କରି ସବୁ ଦୋଷ ତାଙ୍କର ବୋଲି କହିଲେ। କେତେଥର ତାଙ୍କ ପାଖକୁ ତୁମ ଚିଠି ନେଇକି ଯାଇଛି। ଦେଖା ନ ପାଇ ସେସବୁ ଚିରି ଫିଙ୍ଗିଛି। ତୁମେ ଯେବେ ଗାଁକୁ ଗଲେ ତାଙ୍କ କଥା ମୋତେ ପଚାର ବୋଲି ସବୁ କଥା ଭାଇଙ୍କି କହିଲି। ସବୁ ଶୁଣି ମନ ଦୁଃଖ କଲେ। କହିଲେ, କ'ଣ କରିବି, ତାକୁ ଦେଖିବା ପାଇଁ ଇଚ୍ଛା ହେଲେ ବି କ'ଣ ହେବ? ତା ଶାଶୁଘରକୁ ଯାଇ ମୁଁ ତା ସଂସାର ଭିତରେ ଝଡ଼ ସୃଷ୍ଟି କରିବାକୁ ଚାହୁଁନାହିଁ। ଧୈର୍ଯ୍ୟର ପାହାଡ଼ଟା ଯେମିତି ଭାଙ୍ଗି ପଡ଼ିଲା ମୋର। ଏଇ ପଦିଆ ଆମ ଭଲ ପାଇବାର ମୁକ ନୁହେଁ, ଜୀବନ୍ତ ସାକ୍ଷୀ। ପଦିଆକୁ ଦେଖିଲେ ମୁଁ ମନେ ମନେ ଡରେ, କାଳେ ତା ହାତରେ ଦେଇଥିବା ଚିଠି ଗୁଡ଼ାକ ତୁମକୁ ନ ଦେଇ ଯଦି ସେ ପଢ଼ି ଦେଇଥିବ। ଜାଣିନି, ପଦିଆ ତ କୁହେ ଚିଠି ସବୁକୁ ସେ ଚିରିକି ମହାନଦୀରେ ଫିଙ୍ଗି ଦେଇଛି ବୋଲି। କିଏ ଜାଣେ? ହେଲେ ପଦିଆକୁ ତୁମେ ମୋ ବିଷୟରେ ଏତେ କଥା ପଚାରିଛ। ସତରେ ମୁଁ ତୁମକୁ କେତେ ଭୁଲ ବୁଝୁଥିଲି। ଆଜି ଲାଗୁଛି ଅବଶିଷ୍ଟ ଜୀବନ ମୋର ଏଇ ଖୁସିରେ କଟିଯିବ। ଯାହା ହଉ ମୋ ପାଇଁ ତୁମ ମନ ଭିତରେ ଟିକିଏ ତ ସମବେଦନା ଅଛି। ନହେଲେ ପଦିଆକୁ ତୁମେ ଏତେ କଥା ପଚାରିଥାନ୍ତ କାହିଁକି? ଜୋରରେ କାନ୍ଦିବାକୁ ଇଚ୍ଛା ହେଉଥିଲା ଖୁସିରେ। ହେଲେ କାନ୍ଦିବା ପାଇଁ ବି ଗୋଟେ ନିରୋଳା ଜାଗା ଦରକାର। ଲୁହ ସବୁକୁ ଚାପି ରଖୁଥିଲି ଆଖିରେ। ପଦିଆ ଖାଇସାରିବା ପରେ ତାକୁ 50 ଟଙ୍କା ଦେଇ ବିଦା କଲି। କହିଲି, ଆଉ କେବେ ଇଆଡ଼େ ଆସିଲେ ଏଠିକି ଆସିବୁ। ଦେଖାହେଲେ ବୋହୂକୁ କହିଦେବୁ ତୁ ମୋ ଘରକୁ ଆସିଥିଲୁ ବୋଲି। ଆମେ ସମସ୍ତେ ଭଲରେ ଅଛୁ, ନନାଙ୍କୁ ବି କହିଦେବୁ। ମନଟା ଆଜି ଭାରି ହାଲକା ଲାଗୁଥିଲା। ଏତେ ଦିନ ପରେ ଯାହା ହଉ ତୁମ ଖବର ଟିକିଏ ପାଇଲି। ହେଲେ ତୁମେ ଯେମିତିକା ପିଲା କେମିତି ଏତେ କଥା ସହୁଛ ଭାବି ଆଶ୍ଚର୍ଯ୍ୟ ଲାଗିଲା। ତୁମେ ସିନା ମୋତେ ଟିକିଏ କଥାରେ ଚିଡ଼ାଅ, ହେଲେ ଗାଁରେ ତୁମକୁ ସମସ୍ତେ ଶାନ୍ତ ସୁଧାର ପିଲା ବୋଲି ଜାଣନ୍ତି। ଭଲ ପାଠ ପଢ଼ୁଥିଲ ବୋଲି କଟକରେ ପଢ଼ିଲା ବେଳେ ତୁମକୁ ସମସ୍ତେ ପ୍ରଶଂସା କରନ୍ତି। ତୁମେ ଆମ ଗାଁର ଉଦାହରଣ। ଆଜି ଖୁସିରେ ପାଗଳ ହେଇଯିବାକୁ ଇଚ୍ଛା ହେଉଛି। କିନ୍ତୁ ତୁମ ପାରିବାରିକ କଥା ଶୁଣି ମନଟା ଭଲ ଲାଗୁନି। ତୁମେ ଯେମିତିକା ପିଲା, ମୁଁ ଭାବିଥିଲି ତୁମେ ତୁମ ସ୍ତ୍ରୀକୁ ବହୁତ ଭଲ ପାଇବ, ଆଉ ସିଏ ତୁମକୁ ବି। ମୁଁ ସିନା ତୁମକୁ ବାହା ହେଇପାରିଲିନି ବୋଲି କାନ୍ଦୁଥିଲି, ହେଲେ ତୁମେ ଏମିତି କଷ୍ଟ ପାଅ ମୁଁ କେବେ ଚାହେଁନି। ସବୁବେଳେ ତୁମର ସୁଖ ଆଉ ମଙ୍ଗଳ କାମନା କରିଛି। ଆଜି ଏସବୁ ଶୁଣିଲା ପରେ ତୁମର ସେଇ ହସ ହସ ମୁହଁଟା ଉପରେ ବିଷାଦର ଛାଇଟା କେମିତି ଲାଗୁଥିବ ମୋ ଆଖି ଆଗରେ ନାଚି ଉଠୁଛି। ସହିପାରୁନି ମୁଁ। ମୋର ବିଶ୍ୱାସ ଥିଲା ତୁମେ ମୋ କଥା ନିଶ୍ଚୟ ମନେ ପକାଉଥିବ। ଆଉ ଏ ବିଶ୍ୱାସ ମଧ୍ୟ ଅଛି ତୁମ ସହ କେବେ ନା କେଉଁଠି ଦେଖା ହେବ ନିଶ୍ଚୟ।
କାହିଁକି ନା ଇଏ ପରା ଆମ ଭଲ ପାଇବାର ଭାଷା। ୟାକୁ ପଢ଼ିବା ପାଇଁ ଚାରି ଆଖିର ମିଳନ ନିହାତି ଜରୁରୀ।